ମୁଁ ତ ସରକାରଙ୍କୁ ସେତେବେଳେ ବି କହିଥିଲି ଯେ ସରକାର ମାନେ ଏମିତିକା ଷ୍ଟେପ୍ ନିଅନ୍ତୁ ଯେଉଁ ଘଟଣା ଘଟିଥିଲା ମୋ ସାଙ୍ଗରେ କି ମୋ ଭଳିଆ ଆହୁରି 27 ଜଣଙ୍କ ସାଙ୍ଗରେ ତାର ପରିଣାମ ବୋଧେ ମୁଁ ଭାବୁଛି ସରକାର ଠିକ୍ ଷ୍ଟେପ୍ ନେଇଛନ୍ତି ବୋଲି ମୋ ଲାଗି ତ ଠିକ୍ ଅଛି ମୁଁ ବୋଲି ଭାବୁଛି। କେତେବେଳେ ମନକୁ ଶାନ୍ତି ମିଳିବ ମ୍ୟାଡ଼ାମ? ଶାନ୍ତି ଆଉ କୋଉଠୁ ମିଳିବ? ସିଏ ତ ଯିବା ଲୋକ ତ ଚାଲିଗଲେଣି କିନ୍ତୁ ସିଏ ମାନେ ଡର ଗୋଟେ ରହୁଛେ ନା ନେକ୍ସଟ ଟାଇମ ଏମିତିକା ନିରୀହ ଲୋକ ନ ମାରୁ ସେ ଲୋକ ମାନେ ପାକିସ୍ତାନ କେବେ ହେଲେ ଚିନ୍ତା ନ କରୁ ଯେ ନା ମୁଁ ଏମିତିକା ନିରୀହ ଲୋକଙ୍କ ଉପରେ କୌଣସି ମାନେ କ'ଣ ଆତଙ୍କୀ ହମଲା କରୁ କି ଇଏ କରୁ ସେମିତିକା ନ ହଉ ସେଇଟା ହିଁ ଚାହେଁ। ନିହାତି ଜୀବନ ଅଛି ମାନେ ତ ମୃତ୍ୟୁ ଅଛି କିନ୍ତୁ ଇଏ ଯୋଉ ପ୍ରକାର ଯୋଉ ପ୍ରଶାନ୍ତ ବାବୁଙ୍କର ଯୋଉ ମୃତ୍ୟୁ ହେଲା ଇଏ କେବେ ହୁଏତ କେହି କଳ୍ପନା ବି କରିନଥିବେ, ଆପଣ କ'ଣ କେହି ବି କରିନଥିବେ। ତ ଏଇ ଯୋଉ ଆତଙ୍କୀ ହମଲାରେ ଯୋଉ ଭଳି ଭାବରେ ପରିଣତି ଆସିଲା, କରୁଣ ପରିଣତି ସାମ୍ନାକୁ ଆସିଲା, ତ ସେଇ ସମୟରେ ସମସ୍ତଙ୍କ ଭିତରେ ରହିଥିଲା ଯେ ପ୍ରତିଶୋଧ ନିଆଯାଉ ଏବଂ ସେ ପ୍ରତିଶୋଧ ସରକାର ମଧ୍ୟ କହିଥିଲେ ଯେ ପ୍ରତିଶୋଧ ନିଆଯିବ। ତ ସେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଉଭଳି ଭାବରେ ଆଟାକ୍ ହେଇଛି ମଧ୍ୟରାତ୍ରିରେ ଏକକାଳୀନ ଚଢ଼ାଉ ହେଇଛି 9ଟି ସ୍ଥାନରେ ହେଇଛି ଏବଂ ଏୟାରଷ୍ଟ୍ରାଇକ୍ ସଫଳତାର ସହିତ ବରଂ ସେଠି ଧ୍ୱଂସ ପ୍ରକ୍ରିୟା ଆରମ୍ଭ କରାସାରିଛି। ତ ଯେତେବେଳେ ଆମେ ଶତ୍ରୁକୁ ଦମନ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରୁଛି ସେଇ ଆତଙ୍କୀ ମାନଙ୍କୁ ଶେଷ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଉଛି, ଜଣେ ଜଣକୁ ଆତଙ୍କୀ ମାନଙ୍କୁ ହତ୍ୟା କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଉଛି, ସେତେବେଳେ ମନ ଭିତରେ ଆପଣଙ୍କର ସ୍ୱାମୀ ତ ଫେରିବେ ନାହିଁ କିନ୍ତୁ ଯୋଉ ଗୋଟେ ଆତ୍ମସନ୍ତୋଷ ଯେ ଏମିତି ପରିସ୍ଥିତି ଆପଣଙ୍କ ସହିତ ଯେମିତି ଘଟିଲା ଆଉ କାହା ସହିତ କେବେ ବି ସେମିତି ଘଟିବନି ଏ ଆଶ୍ୱସ୍ତି ମନକୁ ଆସୁଛି କି? ହଁ ନିଶ୍ଚୟ ଆସୁଛି ଯେ ଯାହା ମୋ ସାଙ୍ଗରେ ଘଟିଛି ଆଉ କାହାରି ସାଙ୍ଗରେ ଯେମିତି ନ ଘଟୁ। ଆଉ ଗୋଟେ ଡର ବି ପାକିସ୍ତାନ ହଉ କି ଅନ୍ୟ ଯିଏ ବି ଏମିତିକା ଘଟଣା ଘଟଉଥିବ ତା ମନରେ ଡର ରହୁଛେ ନା ସରକାର ଏମିତିକା ବି ଷ୍ଟେପ୍ ଉଠେଇ ପାରନ୍ତି ଯେଉଁଥିରେ କି ମାନେ ମୋର ତ ଜଣେ ଅଧେ ଆମେ ଯାଇଛୁ ନା ଆମେ 27 ଜଣ ଟୋଟାଲ ଯାଇଛନ୍ତି କିନ୍ତୁ ଏମିତିକା ଷ୍ଟେପ୍ ତାଙ୍କର ଅର୍ଥନୀତି ବି ପୁରା ହଲିଯିବ। ସେମିତିକା ମାନେ ବହୁତ ଭଲ କରିଛନ୍ତି ସରକାର ଯେ ଏମିତିକା ଷ୍ଟେପ୍ ନେଇଛନ୍ତି। କିଛି କରିବା ଆଗରୁ ଭାବିବା ଦରକାର ଯେ ଏମିତି ଆମେ ଯୋଉ ଆତଙ୍କୀ ହାମଲା ଯୋଉ ଏମିତି ଅମାନୁଷିକ କାଣ୍ଡ ଘଟେଇବା ପୂର୍ବରୁ କେହି ହେଲେ ନିହାତି ଥରେ ଚିନ୍ତା କରିବେ ଏଭଳି ପରିସ୍ଥିତି ଆସିବା ଦରକାର କି ନାହିଁ? ନିଶ୍ଚୟ ଦରକାର। ସେମାନେ ଭାବିବା ଦରକାର ଯେ ମାନେ ମୁଁ ଗୋଟେ କିଛି ଖରାପ କରିବା ଆଗରୁ ମୁଁ 1000 ଥର ଚିନ୍ତା କରିବି ଯେ ନା ମୁଁ ଏଟା ଯଦି କରିବି ତା ନେକ୍ସଟ ଷ୍ଟେପ୍ କ'ଣ ହେଇପାରେ, ମତେ କ'ଣ ଭୋଗିବାକୁ ପଡିବ। ବାସ୍ ତାର ମାନେ ତାଙ୍କର କାମର କ୍ରିୟାର ପ୍ରତିକ୍ରିୟାଟା କ'ଣ ହବ ସେଇଟା ବି ସେମାନେ ଜାଣିବା ଦରକାର। ତ ନିହାତି ପ୍ରଶାନ୍ତ ବାବୁ ତ ଆଉ ଫେରିବେ ନାହିଁ କିନ୍ତୁ ଏଇ ଯୋଉ ପ୍ରକ୍ରିୟା ଆରମ୍ଭ ହେଲା ଯେତେବେଳେ କି ସମସ୍ତ ଯୋଉ ଭାରତୀୟ ହରେଇଛନ୍ତି ସମସ୍ତେ ଭାଇମାନଙ୍କୁ ଯୋଉ ହରେଇଛନ୍ତି ଆପଣ ସ୍ୱାମୀଙ୍କୁ ହରେଇଛନ୍ତି ସମସ୍ତେ ଯୋଉଭଳି ଭାବରେ ଇଏ ଯୋଉ ପରିସ୍ଥିତି ରହିଥିଲା ଯୋଉ କରୁଣ ପରିସ୍ଥିତି ତାରି ଭିତରେ ଯେତେବେଳେ ଆତଙ୍କୀ ମାନଙ୍କୁ ନିପାତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେଇସାରିଲାଣି ତ ଯୋଉଭଳି ଭାବରେ କୁହାଯାଇଥିଲା ଯେତେବେଳେ ଯୁଦ୍ଧ ହବ ଉଙ୍କି ମାରୁଥିଲା ପରିସ୍ଥିତି ମନ ଭିତରେ ମଧ୍ୟ ଆସୁଥିଲା ଯୁଦ୍ଧ ପ୍ରକୃତରେ କ'ଣ ହବ, ପ୍ରକୃତରେ ଆମକୁ କ'ଣ ନ୍ୟାୟ ମିଳିବ ଏ କଥା ମନକୁ ନିଶ୍ଚିତ ଭାବରେ ଆସୁଥିଲା ମ୍ୟାଡାମ। ହଁ ନିଶ୍ଚୟ ଆସୁଥିଲା କାହିଁକି ନା ଯେତେବେଳେ ଘଟଣା ଘଟିଲା ସେତେବେଳେ ଯୋଉ କଷ୍ଟ ଯୋଉ ଦୁଃଖ ଏବେ 15 ଦିନ ପାର ହେଇଗଲାଣି ତେଣୁ ସରକାର ଷ୍ଟେପ୍ ନେବେ କି ନାହିଁ ପ୍ରତିଦିନ କ'ଣ ଯେ ଏଇଟା କରାଯିବ ଏମିତି ହବ ସେମିତି ହବ କେବଳ ଚାଲିଥିଲା କିନ୍ତୁ ସରକାର ବହୁତ ଭଲ ଷ୍ଟେପ୍ ନେଇଛନ୍ତି ସେମିତିକା ହିଁ ଦରକାର। କାଲି ବି ମୁଁ ଏମିତିକା କହୁଥିଲି ଯେ ସେମାନେ ତ ଯେତେବେଳେ ଗୁଳି ମାରିଲେ ତ କାହାରି ପରମିଶନ ନେଇକିନା ଗୁଳି ମାରି ନଥିଲେ ତ ସେମାନଙ୍କୁ ବି ସେମିତିକା ଦରକାର। ସେ କଥା ଯୋଉ କଥା କହୁଥିଲେ ଯେ ପ୍ରକୃତରେ ଯୋଉ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସରକାର ଚିନ୍ତା କରିଥିଲେ କହିଥିଲେ ଏବଂ 15 ଦିନ ବିତି ଯାଇଥିଲେ କାହିଁକି ନେଇନାହାନ୍ତି ଏ କଥା ଏ ପ୍ରଶ୍ନ ମଧ୍ୟ ମନ ଭିତରେ କୋଉଠି ନା କୋଉଠି ଉଙ୍କି ମାରୁଥିଲା ନିଶ୍ଚିତ ଭାବରେ। ନା ସରକାର ଜଲ୍ଦି କାହିଁକି ନଉନାହାନ୍ତି? ନିହାତି ହଁ ମାନେ କାହିଁକି ନା ଆମେ ତ ଚିନ୍ତା କରିପାରୁନୁ ନା ଯେ ଆମର କ'ଣ ଆମର ଯେଟା କ୍ଷତି ହେଇଛି ମାନେ ସାଙ୍ଗେ ସାଙ୍ଗେ ଷ୍ଟେପ୍ ଦରକାର କିନ୍ତୁ ସରକାର ସବୁ ଆଡକୁ ଚିନ୍ତା କରିକିନା ବୋଧେ 15 ଦିନ ଟାଇମ୍ ନେଇଥିଲେ ଆଉ କିନ୍ତୁ ଯାହା ନେଇଛନ୍ତି ଯାହା କରିଛନ୍ତି ବହୁତ ଭଲ କରିଛନ୍ତି। କାରଣ ଆମେ ଦେଖୁଛନ୍ତି ଗୋଟେ ଯୁଦ୍ଧ ପାଇଁ ଗୋଟେ ଯୋଉ ପରିସ୍ଥିତି ଉଙ୍କି ମାରୁଥିଲା ସେଥିପାଇଁ ମକ୍ ଡ୍ରିଲ୍ କରାଯାଉଥିଲା ଏବଂ ଆଜି ମକ୍ ଡ୍ରିଲ୍ ମଧ୍ୟ ହବାର ଥିଲା ତ ଲୋକମାନେ କୋଉଠି ନା କୋଉଠି ମନ ଭିତରେ ଭାବନ୍ତି ଆଗାମୀ ଦିନରେ ଯୁଦ୍ଧ ନିଶ୍ଚିତ ଭାବରେ ହବାକୁ ଯାଉଛି। ତେବେ ଯୁଦ୍ଧର ପରିଣତି ଯାହା ବି ହଉନା କାହିଁକି କିନ୍ତୁ ଆମେ କାଲି କିଛି ମହିଳାମାନଙ୍କର ମଧ୍ୟ ପ୍ରତିକ୍ରିୟା ନେଇଥିଲୁ ଯେ ଯାହା ବି ପରିଣତି ହଉନା କାହିଁକି ଆମେ ବର୍ତ୍ତମାନ ପ୍ରତିଶୋଧ ଚାହୁଁଛୁ ଆମେ ନ୍ୟାୟ ଚାହୁଁଛୁ। କାଲି ଅନେକ ଯୋଉ ଆମେ ଲୋକଙ୍କର ମହିଳାମାନଙ୍କର ପ୍ରତିକ୍ରିୟା ନେଇଥିଲୁ ଯେ ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ, ଯୋଉମାନେ ଯୁଦ୍ଧକୁ ଯିବାକୁ ଚାହୁଁଛନ୍ତି ଆମେ ତାଙ୍କୁ ସହଯୋଗ କରିବାକୁ ରାଜି ଅଛୁ ଏବଂ କିଛି ଅବସରପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ସେମାନେ ମଧ୍ୟ ଭାବିଥିଲେ ଆମେ ବିନା ପାରିଶ୍ରମିକରେ ଆମକୁ ସୁଯୋଗ ମିଳିଲେ ଯୁଦ୍ଧ କରିବାକୁ ଯିବୁ। ତ ଇଏ ହେଉଛି ଗୋଟେ ଅସନ୍ତୋଷର ବନି, ଇଏ ହେଉଛି ପ୍ରତିଶୋଧର ବନି ସମସ୍ତଙ୍କ ମନ ଭିତରେ କୋଉଠି ନା କୋଉଠି ଚାଲିଥିଲା ଏବଂ ତାର ଆଜି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସମସ୍ତ ଭାରତୀୟଙ୍କୁ କୋଉଠି ନା କୋଉଠି ମନକୁ ସାମାନ୍ୟତଃ ଆଶ୍ୱସ୍ତ ଦେବା ଆରମ୍ଭ ହୋଇଥିବ ସେତେବେଳେ କେତେବେଳେ ମ୍ୟାଡାମ ପୁରା ମନକୁ ଶାନ୍ତି ମିଳିବ ଯେ ନାଇଁ ଆମକୁ ଆଜି ପ୍ରତିଶୋଧ ମିଳିଲା ଆମକୁ ନ୍ୟାୟ ମିଳିଲା? ଯେତେବେଳେ ସରକାର ତ ନେଉଛନ୍ତି ଯେମିତିକା ଷ୍ଟେପ୍ ଯେତେବେଳେ
ମାନେ ଯେ ଘଟଣା ଘଟେଇଛି ସେ ନିଜେ ଭୁଲଟା ଜାଣିପାରିବ ଯେ ନା ମୋର ଭୁଲ ହେଇଛି, ଆଉ ତାକୁ ଦେଖିକିନା ସିଏ ହଉ କିମ୍ବା ଅନ୍ୟମାନେ ହୁଅନ୍ତୁ ସେମାନେ ଚିନ୍ତା କରିବେ ଯେ ନା ଆମେ ଏମିତିକା ଭୁଲ କରିବୁ ନାହିଁ, ସେତେବେଳେ ହିଁ ଶାନ୍ତି ମିଳିବ। ସେମାନେ ଯେଟା ଆତଙ୍କ ଖେଳାଉଥିଲେ, ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲେ ଯେ ଆମେ ଗୁଳି ମାରିଦେବୁ, ଆମେ ହତ୍ୟା କରିଦେବୁ, ଆତଙ୍କୀ ହମଲା କରିବୁ, ତ ସେ ଯୋଉ ଆତଙ୍କ, ସେ ଯୋଉ ମନରେ ଭୟ, ସେ ପର୍ଯ୍ୟନ୍ତ ଯୋଉ ପର୍ଯ୍ୟନ୍ତ ତାଙ୍କ ମନରେ ଆସିନାହିଁ, ସେ ପର୍ଯ୍ୟନ୍ତ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ମ୍ୟାଡାମ କେତେ ଅଛି? ବହୁତ ଅଛି, ମାନେ ତାଙ୍କ ମନରେ ଆସିବା ଦରକାର ଯେ ନା ଷ୍ଟେପ ଏମିତିକା ନିଆଯାଉ ଯେ ମାନେ ଥରେ କଣ 100 ଥର ଚିନ୍ତା କରିବେ ଗୋଟେ ଷ୍ଟେପ ଉଠେଇବା ଆଗରୁ। এই ଆତଙ୍କୀ ହମଲା ଆଉ କୋଉଠି କରିବା ଆଗରୁ ଭାବିବେ ଯେ ନା ଆମେ ଏମିତିକା କରିବୁନି, କଲା ମାନେ ଆର ନେକ୍ସଟ ଷ୍ଟେପ କଣ ହବ ଆମକୁ ଜଣା ଅଛି, ସେଇ ଡରଟା ରହିବ। ସେତିକି କାର୍ଯ୍ୟାନୁଷ୍ଠାନ ତାଙ୍କ ଉପରେ ହବାର ଆବଶ୍ୟକତା ଅଛି, ନିଶ୍ଚୟ ଅଛି। ତ ଆପଣ ବର୍ତ୍ତମାନ ଚାହିଁବେ କି ଯେ ଅପେକ୍ଷା ରହିବ କି ନଜର ରହିବ କି ଏଇ ଫଳାଫଳ ଉପରେ ଯେ କେତେ ଯୋଉ ପାକିସ୍ତାନର ଯୋଉ ତାର ଯୋଉ ବର୍ବରଚିତ କାମ ପାଇଁ ତାକୁ କେମିତି ଦଣ୍ଡ ଦିଆଯିବ, କଠୋର କଠୋର କାର୍ଯ୍ୟାନୁଷ୍ଠାନ ତାଙ୍କ ଉପରେ ହେବ, କଣ ତାଙ୍କ ଉପରେ ପଦକ୍ଷେପ ନିଆଯିବ, ଆଗ ଉପରେ ନଜର ରହିବ କି, ସେତେବେଳେ ମନକୁ ସାମାନ୍ୟ ଆଶ୍ୱସ୍ତ ମିଳିବ କି? ନିଶ୍ଚୟ ସବୁବେଳେ ହିଁ ନଜର ରହିବ, ଆଉ ସରକାର ଥରେ ଆରମ୍ଭ କରିଛନ୍ତି ମାନେ ବହୁତ ଭଲ ଦଣ୍ଡ ଦେବେ ବୋଲି ମୁଁ ଜାଣିଛି। ଆମେ ଆଲୋଚନା କରୁଥିଲୁ ମ୍ୟାଡାମଙ୍କ ସହିତ ଯେ ସେ ତାଙ୍କର ବିଶ୍ୱାସ ଅଛି ଯେ ଯୋଉ କଥା କୁହାଯାଇଥିଲା ଯେ ଆତଙ୍କୀ ହମଲାର ଯୋଉ ତାର ପ୍ରତିଶୋଧ ନିଆଯିବ ଏବଂ କୋଉଠି ନା କୋଉଠି ସମସ୍ତଙ୍କ ମନ ଭିତରେ ସେ ପ୍ରତିଶୋଧର ଯୋଉ ନିଆଁ ଜଳୁଥିଲା ଏବଂ ସେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଇସାରିଛି ଏବଂ ବିଳମ୍ବିତ ରାତିରୁ ଯେତେବେଳେ 9ଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରାଯାଉଛି ଏବଂ ଯୋଉ କୁହାଯାଉଛି ରାଫେଲ ଆକ୍ରମଣ କରିଛି ଏବଂ 100 କିଲୋମିଟର ପର୍ଯ୍ୟନ୍ତ ତାର ଯୋଉ ପ୍ରକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି ଏବଂ ଧ୍ୱଂସ କରୁଛି, ତ ସେତେବେଳେ କୋଉଠି ନା କୋଉଠି ଭାରତୀୟଙ୍କ ମନରେ ଯୋଉମାନେ ନିଜ ପରିବାର ସଦସ୍ୟଙ୍କୁ ହରାଇଛନ୍ତି ସେମାନଙ୍କ ମନରେ ଏବଂ ଯୋଉମାନେ ନିଜର ଦେଶର ପୁଅକୁ, ନିଜର ଗାଁର ପୁଅକୁ, ନିଜର ଭାଇର ପୁଅକୁ, ଯେ ଆତ୍ମୀୟଙ୍କୁ ହରାଇଛନ୍ତି ତାଙ୍କ ମନରେ ମଧ୍ୟ କୋଉଠି ନା କୋଉଠି ସାମାନ୍ୟ ଆଶ୍ୱସ୍ତି ଆସୁଛି। ପ୍ରଶାନ୍ତ ବାବୁଙ୍କ ଭାଇ ମଧ୍ୟ ଅଛନ୍ତି, ତାଙ୍କ ସହିତ କଥା ହେବା। ଭାଇ, ବର୍ତ୍ତମାନ ଆପଣ ଶୁଣି ପାରିଥିବେ ଯେ ବର୍ତ୍ତମାନ ଯୁଦ୍ଧ ବା ଯାକି ଆକ୍ରମଣ ପ୍ରକ୍ରିୟା ଆରମ୍ଭ ହେଇସାରିଛି ଏବଂ ପାକିସ୍ତାନ ଭିତରେ ପ୍ରବେଶ କରି ଭାରତୀୟ ସେନା ଆକ୍ରମଣ କରୁଛି ସେଇ ଆତଙ୍କୀ ମାନଙ୍କୁ। ମୁଁ ଧନ୍ୟବାଦ ଜଣେଇବି ଭାରତ ସରକାର ଯୋଉ ମୋଦି ଯୋଉ ଷ୍ଟେପ ନେଇଛନ୍ତି, ବହୁତ ସୁନ୍ଦର ଷ୍ଟେପ। ଏଇଟା 14 ଦିନ ବରଂ ଲେଟ୍ ହେଇଯାଉ ପଛେ କିନ୍ତୁ ତାଙ୍କ ପ୍ରତିଶୋଧ ନେବା ଉଚିତ। ଯୋଉ ରିଭେଞ୍ଜ ମୁଁ ମାଗିଥିଲି, ଅମିତ ଶାହା ଆସିଥିଲେ ଯୋଉ ପଲୱାମା ଆଟାକରେ ଯୋଉ ଆସିଥିଲେ, ଆମେ ଯାଇଥିଲୁ କାଶ୍ମୀରରେ, ମୁଁ କହିଲି ଯୋଉ ଗୋଟିଏ ପରିବାର ଯୋଉ କ୍ଷୟକ୍ଷତି ହେଇଛି, ଆଜି ମାନେ 27ଟା ପରିବାର ଭିତରେ କ୍ଷତି ହେଇଛି। ଆଜି ମୋ ଭାଇ ଯାଇଛି ନୁହେଁ, ବହୁତ ପରିବାର ମଧ୍ୟ ଏଭଳି ଭାବରେ ହେଇଛି। ଏକ ରିଭେଞ୍ଜ ମୁଁ ମାଗିଥିଲି, ଯାହା ହଉ ଧନ୍ୟବାଦ ଦେବି ମୁଁ କେନ୍ଦ୍ର ସରକାର ମୋଦିଙ୍କୁ, ଅମିତ ସାର୍ଙ୍କୁ। ତ ଏଇ ପ୍ରକାର ଯୋଉ ରିଭେଞ୍ଜ ନେଇଛନ୍ତି ବହୁତ ମୁଁ ଖୁସି, କାହିଁକି ନା ଯୋଉ ଏଇଭଳିଆ କୌଣସି ପ୍ରକାର ଭୁଲ ନ ହଉ କିମ୍ବା ଆଗାମୀ ଦିନରେ କାହାରି ଯେମିତି ପରିବାର ଭିତରେ ଯେମିତି କ୍ଷୟକ୍ଷତି ନ ହଉ, ଏଇଟା ଗୋଟେ ଶିକ୍ଷା ମିଳୁ ପାକିସ୍ତାନକୁ। ଯୋଉ ଛୋଟ କଣ୍ଟ୍ରିଟେ ପାକିସ୍ତାନ, କିନ୍ତୁ ଯୋଉ ପ୍ରକାର ସେ ସବୁବେଳେ ବର୍ବରତା କରୁଛି, ଆତଙ୍କବାଦୀ ଫେଲଉଛି, ୟାକୁ ଗୋଟେ ଉଚିତ ଶିକ୍ଷା ମିଳିବା ଦରକାର। ଯେମିତି ଆଖି ଟେକିକି କେବେ ଚାହିଁବା ପାଇଁ ଯେମିତି ସାହସ ନ କରୁ। ତ ଆହୁରି ଆମେ ଚାହୁଁଛୁ ୟାକୁ ବଡ ଧରଣର ବି ରୂପ ନିଆଯାଉ, ଯେମିତି ପୁରା ଆତଙ୍କବାଦୀକୁ ପୁରା ନିପାତ କରାଯାଉ। এই প্রকার যে সেমানে কাণ্ড বিহাউଛନ୍ତି প্রত্যেক মোমেন্টরে, মানে আর্মি স্টাফ উপরে হো কিংবা গোটে টুরিজম উপরে যে প্রকার সেমানে ক্ষতি করুଛନ୍ତି, এই প্রকার যেমিতিকা ভবিষ্যতের যেমিতিকা সেমানে আখি উঠিকি ন চাহন্তু, এটা আমি চাহুଛୁ, ଆମ ପରିବାର ତରଫରୁ ଚାହୁଛୁ, ଆମେ ମାନୁଛୁ ଆମ ଭାଇ ଆଜି ଆଉ ମିଳିପାରିବନି, କ୍ଷୟକ୍ଷତି ହେଇଛି, এই ପ୍ରକାର ଆଉ କାହାରି ପରିବାର ସହିତ ନ ହଉ, এটা ଆମେ ଚାହୁଛୁ। সেই ଦୋଷୀକୁ ସେତେ ମାତ୍ରାରେ ଦଣ୍ଡ ମିଳିବା ଦରକାର, ସେ କେବେ ବି ଭାବିବ ନାହିଁ ଯେ ଆଉ କାହା ପରିବାରରୁ କୌଣସି ସଦସ୍ୟଙ୍କୁ ଛଡେଇ ନେବା ପାଇଁ। କାରଣ ଏ ଯୋଉ କୁହାଯାଉଛି ଯେ ବାସ୍ ହେଇଗଲା, କାରଣ ଏ ଯୋଉ ବର୍ବରଚିତ କାଣ୍ଡ, ବାରମ୍ବାର ଆକ୍ରମଣ, ବାରମ୍ବାର ଯୋଉ ଆତଙ୍କୀ ହାମଲାର ଏ ଯୋଉ ଲୋକମାନଙ୍କ ଭିତରେ ଗୋଟେ କୋଉଠି ନା କୋଉଠି ଯେ ଏବେ ସମୟ ଆସିଛି ଉଚିତ ଜବାବ ଦେବା ପାଇଁ। ଏବଂ ବାରମ୍ବାର ମଧ୍ୟ ଯୋଉଭଳି ଭାବରେ ସେ ଯୋଉ କଥା ଆପଣ କହିଲେ ଯେ ଆର୍ମି ଅଫିସରଙ୍କୁ ହୁଅନ୍ତୁ, ସାଧାରଣ ଲୋକଙ୍କୁ ହୁଅନ୍ତୁ, ଏବଂ ଯୋଉଭଳି ଭାବରେ ସାଧାରଣ ଲୋକମାନେ ଯୋଉମାନେ ବୁଲିବା ପାଇଁ ଯାଉଥିଲେ, ଯେଉଁମାନେ ଖୁସିର ସମୟ ସାଉଁଟିବା ପାଇଁ ଯାଉଥିଲେ, ସେମାନଙ୍କୁ ମଧ୍ୟ ସେମାନେ ଛାଡ଼ିଲେ ନାହିଁ। ତ ଏବେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଛି ଏବଂ ଯୋଉଭଳି ଭାବରେ କୁହାଯାଉଥିଲା ଯେ ପ୍ରତିଶୋଧ ନିଆଯିବ, ପ୍ରତ୍ୟେକଙ୍କ ମନରେ ଥିଲା ଯେ ଆମକୁ ନ୍ୟାୟ ଦରକାର, ଆମକୁ ପ୍ରତିଶୋଧ ଦରକାର। ତ ସେ ଯୋଉ ନ୍ୟାୟର ଯୋଉ ପ୍ରକ୍ରିୟା ଆରମ୍ଭ ହେଇସାରିଛି, ଆପଣ କେତେବେଳେ ଭାଇ ଖୁସି ହେବେ ଯେତେବେଳେ ଆପଣ ଭାବିବେ ଯେ ନାଇଁ ମୋ ଭାଇକୁ ଏଥର ନ୍ୟାୟ ମିଳିଲା ବୋଲି? ଦେଖନ୍ତୁ ଆଜ୍ଞା, ଯୋଉ ପ୍ରକାର ମୁଁ ଦେଖୁଛି ନ୍ୟୁଜ ଖୋଲିଲା ପରେ ସକାଳେ ମର୍ଣ୍ଣିଂ ରେ ମତେ ନିଜକୁ ବହୁତ ଆତ୍ମତୃପ୍ତି ମିଳୁଛି। ଆକୁ ଆହୁରି ବଡ ଧରଣର ରୂପ ଦିଆଯାଉ, ଯେମିତିକା ଭବିଷ୍ୟତରେ
ଯେତେ ପର୍ଯ୍ୟନ୍ତ ପାକିସ୍ତାନ ଗୋଟେ କଣ୍ଟ୍ରି ଅଛି ସେତେ ପର୍ଯ୍ୟନ୍ତ ଆଖି ଉଠେଇକି ଆମ ଭାରତକୁ କେବେ ନ ଚାହିଁବ ଏ ପ୍ରକାରର ଷ୍ଟେପ ନବା ଦରକାର। ଏଇ ତ ମତେ ଲାଗୁଛି ବହୁତ ଛୋଟ ଧରଣର ହେଇଛି, ଆକୁ ବଡ ଧରଣର ରୂପ ଦିଆଯାଉ, ଯେମିତିକି ଆତଙ୍କବାଦୀ କେବେ ବି ମାନେ ଦେଶ ଥିବା ପର୍ଯ୍ୟନ୍ତ ଯେମିତି କେବେ ବି ସେ ଆଉ ଚାହିଁବ ନାହିଁ। ଖାଲି ଭାରତ ପଛରେ ଏମିତି ଲାଗୁଛି, ଅନ୍ୟାନ୍ୟ କଣ୍ଟ୍ରି ଉପରେ କାହିଁକି ସାହସ କରୁନାହିଁ, ସବୁବେଳେ କାହିଁକି ଭାରତ ପଛରେ ଏମିତି ପଡିଛି। ଆମେ ବହୁତ ମାନେ ଦେଖିକି ଭାରି ଲଜ୍ଜିତ ଯେ ସବୁବେଳେ ଗୋଟେ ଛୋଟ କଣ୍ଟ୍ରିଟେ ପାକିସ୍ତାନ କି ସବୁବେଳେ ଭାରତ ପଛରେ ଲାଗିଛି। ତ ଯାହା ବି ହଉ ଗୋଟେ ଭଲ ଷ୍ଟେପ ନେଇଛନ୍ତି ମୋଦି, ଟିକେ ଲେଟ୍ ହେଇଯାଉ ପଛେ ଆମେ ଚାହୁଁଥିଲୁ ଯେ ଗୋଟେ ବଡ ଧରଣର ରିଭେଞ୍ଜ ନିଆଯିବ। ଆମକୁ ଆଜ୍ଞା ଟଙ୍କା ପଇସା ଏସବୁ ଜିନିଷ କିଛି ଆବଶ୍ୟକତା ନାହିଁ, ଆମକୁ ଗୋଟେ ବଡ ରିଭେଞ୍ଜର ଆବଶ୍ୟକତା ଥିଲା, ଯୋଉଟା କି ଆମ ଭାରତ ଆଜି ପୁରା ସାରା ବିଶ୍ୱ ଆଜି ଚାହିଁକି ରହିଛି, ଦେଖୁଛି ଯେ ଆଜି ଭାରତ କେଉଁ ପ୍ରକାର ଏୟାର ଷ୍ଟ୍ରାଇକ୍ କରୁଛି। ଏ ନ୍ୟୁଜ ଦେଖିଲା ପରେ ବହୁତ ନିଜକୁ ଆତ୍ମତୃପ୍ତି ମିଳୁଛି। ଆମେ ଆକୁ ଲକ୍ଷ୍ୟ କରିବା ଦରକାର। ଆମେ ସିନା ଭାରତ ତାଙ୍କୁ ଆଟାକ୍ କରିଛୁ, ସେମାନେ ବି ପ୍ରତିପକ୍ଷ ଭାବରେ ଆଟାକ୍ କରିବା ପାଇଁ ଚେଷ୍ଟା କରିବେ। ଏଭଳି ଭାବରେ ଏଭଳି ସିଚୁଏସନରେ କିନ୍ତୁ ସାରା ସମଗ୍ର ବିଶ୍ୱବାସୀ ଭାରତବାସୀ ଯେମିତି ସଜାଗ ରହିବେ ଏ ପ୍ରତି ସାଧାରଣ ଜନତା ସାଧାରଣ ଯେମିତିକା କି ଆଜି ମକ୍ ଡ୍ରିଲ୍ ଟେଷ୍ଟ ହବାର ଥିଲା କି 4:04 PM ରେ, ତାକୁ କେମିତି ଭାବରେ ସୁଚାରୁ ରୂପେ ସମସ୍ତେ ସାଧାରଣ ନାଗରିକ ଆମେ କେମିତି ସଚେତନ ରହିବୁ। ସେମାନେ ହୁଏତ ଆମ ଉପରେ ଏୟାର ଷ୍ଟ୍ରାଇକ୍ କରିପାରନ୍ତି କିମ୍ବା ଅନ୍ୟାନ୍ୟ କିଛି କ୍ଷେପଣାସ୍ତ୍ର ପ୍ରୟୋଗ କରିପାରନ୍ତି। ସେଥିପାଇଁ ଆମେ ସାଧାରଣ ଜନତାଙ୍କୁ ସାଧାରଣ ଲୋକ ଆମେ ସଚେତନ କରୁଛୁ ଆମ ମାଧ୍ୟମରେ ଯେ ଆପଣମାନେ ବି ସମସ୍ତେ ସଚେତନ ରୁହନ୍ତୁ, ହୁଏତ ଯୁଦ୍ଧଟା ବଡ ଧରଣର ହେଇପାରେ। ତେଣୁ କରିକି ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଦରକାର। ସେ ନେଇକି ବ୍ୟାପକ ପ୍ରସ୍ତୁତି ହଉଛି। ତ ଆଉ ଗୋଟେ ମନ ଭିତରେ ମଧ୍ୟ ସମସ୍ତେ ସାଧାରଣ ଜନସାଧାରଣ ସମସ୍ତ ଭାରତୀୟ ସମସ୍ତ ଓଡ଼ିଶାବାସୀ ଏବଂ ସମସ୍ତ ବାଲେଶ୍ୱରବାସୀ ମଧ୍ୟ କୋଉଠି ନା କୋଉଠି ମନ ଭିତରେ ସ୍ଥିର କରିସାରିଛନ୍ତି ଯେ ସେମାନେ ମଧ୍ୟ ସମସ୍ତ ପରିସ୍ଥିତିକୁ ସାମ୍ନା କରିବେ ବୋଲି, ଯାହା ବି ହେଇଯାଉ। ଯାହା ବି ହେଇଯାଉ ମୁଁ ବି ଆଶା କରୁଛି ଆମେ ସମସ୍ତେ ମିଶିକରି ଭାରତବାସୀ ଆମେ ୟାକୁ ମୁକାବିଲା କରିବା। ଯେକୌଣସି ପରିସ୍ଥିତି ଆସୁ, ଯେକୌଣସି ସିଚୁଏସନ ଆସୁ, ଶତ୍ରୁକୁ କିଭଳି ଭାବରେ ଆମେ ସଂହାର କରିବା। ଆମେ ମୋଦି ସରକାରଙ୍କ ସହିତ ସମସ୍ତ ଭାରତବାସୀ ଆମେ ଅଛୁ। ସବୁ ଶ୍ରେଣୀ ସବୁ ବର୍ଗର ଲୋକ। ଭାରତ ଭାରି ଶାନ୍ତିପ୍ରିୟ ଦେଶ, ଯେତେବେଳେ ଉତ୍ତ୍ୟକ୍ତ ହେଇଛି ରାଗିଛି ନିଶ୍ଚିତ ଭାବରେ ରିଭେଞ୍ଜ ନେଇଛି ମଧ୍ୟ, ଆଗକୁ ବଡ ରୂପରେଖ ନେଇପାରେ ମୁଁ କହିପାରିବିନି, କିନ୍ତୁ ୟାକୁ ସଚେତନ ଭାବରେ ଆମେ ସମସ୍ତେ ମୁକାବିଲା କରିବା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର। ମୁଁ ନିବେଦନ କରିବି ଗଣମାଧ୍ୟମ ପ୍ରତିନିଧି ମାଧ୍ୟମରେ ଯେଭଳି ପ୍ରଶାନ୍ତ ଶତପଥୀ ମୋର ବଡ ଭାଇଙ୍କର ଏ କ୍ଷୟକ୍ଷତି ହେଇଛି, ଏ କ୍ଷୟକ୍ଷତି କି ଯୋଉ ପ୍ରକାର ଭାରତ ସରକାର ଆଜି ସାରା ମାନେ ଭାରତ ବର୍ଷରେ ଆଜି ଯେମିତି ଛିଡା ହେଇଛନ୍ତି ସାଧାରଣ ଲୋକଠୁ ଆରମ୍ଭ କରି ଘର ମାନେ ଲୋକ ଛିଡା ହେଇଛନ୍ତି ଆମ ପରିବାର ସହିତ, ବହୁତ ଖୁସି ଲାଗୁଛି ଯେ ଆଜି ମୋଦି ସରକାର ବି ମଧ୍ୟ 14 ଦିନ ପରେ ବି ମଧ୍ୟ ଏୟାର ଷ୍ଟ୍ରାଇକ୍ କରିକି ଆଜି ତାର ରିଭେଞ୍ଜ ନେଇଛନ୍ତି। ୟାକୁ ପୁରା ମୂଳୋତ୍ପାତ କରି ଏ ପ୍ରକ୍ରିୟା ଆରମ୍ଭ ହୋଇଛି। ଆକୁ କିଭଳି ଭାବରେ କଣ୍ଟିନ୍ୟୁଟି କରିକିରି କେମିତିକା ଭାବରେ ଏ ସଂହାର କରିକି ଆମେ ବିଜୟ ଲାଭ କରିବା, ସେଇଟାକୁ ଆମେ ସମସ୍ତେ ସଚେତନ ରହିବା, ସାଧାରଣ ନାଗରିକ ସମସ୍ତେ ସଚେତନ ରହିବା ଦରକାର। ନିହାତି ଯେ ପ୍ରତିକ୍ରିୟା ସଂଘାର ଆବଶ୍ୟକତା ଅଛି, ସେ ଆତଙ୍କବାଦର ସଂଘାର ଆବଶ୍ୟକତା ଅଛି, ଆତଙ୍କବାଦର ମୂଳୋତ୍ପାଟନର ଆବଶ୍ୟକତା ଅଛି, ଯାହାଫଳରେ କି କୌଣସି ପରିବାରର କୌଣସି ସଦସ୍ୟ ଆଉ ହରାଇବେ ନାହିଁ। ଯୋଉ ମନ ଭିତରେ ଯୋଉ ପୁଞ୍ଜୀଭୂତ ଅସନ୍ତୋଷ ଆଜି କି 15 ଦିନ ହେଲାଣି ସମସ୍ତଙ୍କ ମନ ଭିତରେ ରହିଥିଲା, ଗୋଟେ ପଟେ ପରିବାରର ସଦସ୍ୟଙ୍କୁ ହରାଇବାର ଦୁଃଖ ତ ଆଉ ଗୋଟେ ପଟେ ଯୋଉ ପ୍ରତିଶୋଧର ନିଆଁ ରହୁଥିଲା। କାରଣ ଇଏ ଯୋଉଭଳି ଭାବରେ ହତ୍ୟା କରାଯାଇଛି ପ୍ରଶାନ୍ତ ଶତପଥୀ ଏବଂ ସାରା ଭାରତ ବର୍ଷର ଯୋଉ 26 ଜଣ ନାଗରିକଙ୍କର ଏବଂ ସେଇ ପରିବାରର ଯୋଉ ଆମେ କହିପାରିବା ଯୋଉ ଆଖିର ଲୁହ ଆଜି ଯାଇକି ଶୁଖି ନାହିଁ ଏବଂ ସେ ଲୁହ ହୁଏତ ଶୁଖିବ ନାହିଁ, କିନ୍ତୁ ମନକୁ କୋଉଠି ନା କୋଉଠି ଗୋଟେ ଆଶ୍ୱସ୍ତି ଆଣିପାରେ ଯେତେବେଳେ ସେଇ ଆତଙ୍କୀ ସେମାନଙ୍କୁ ନିପାତ କରାଯିବ ଏବଂ ପ୍ରତିଶୋଧ ନିଆଯିବ। ସେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆମେ ପ୍ରତିକ୍ରିୟା ନେଉଥିଲୁ ଏ ପରିବାରର ସମସ୍ତ ସଦସ୍ୟଙ୍କର, ସେମାନଙ୍କ ମନରେ କୋଉଠି ନା କୋଉଠି ସାମାନ୍ୟ ଆଶ୍ୱସ୍ତି ଆଣୁଛି ଏ ପ୍ରକ୍ରିୟା ଏବଂ ସେମାନେ ମଧ୍ୟ ଆଶା କରୁଛନ୍ତି ଏବଂ ଯେ ଇଏ ଆହୁରି ଆଗକୁ ଯାଉ ଏବଂ ସବୁଦିନ ପାଇଁ ଯୋଉ ଆତଙ୍କୀ ରହିଛି ସେ ଆତଙ୍କୀ ରାଜକୁ ବନ୍ଦ କରାଯାଉ ଏବଂ କେବେ ବି ସେଇ ଶତ୍ରୁମାନେ କେବେ ବି ଆଉ ଏଭଳି ପଦକ୍ଷେପ ନେବାକୁ ଚିନ୍ତା ମଧ୍ୟ ନ କରନ୍ତୁ। ପ୍ରିୟଦର୍ଶୀ ମ୍ୟାଡାମ ଯୋଉଭଳି ଭାବରେ କହୁଥିଲେ ଯେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଉ, ଏମିତି ଦଣ୍ଡ ଦିଆଯାଉ, କେବେ ସେମାନେ ଚିନ୍ତା କରିବେ ନାହିଁ ବା ଚିନ୍ତା କରିବା ପୂର୍ବରୁ ଆଉ ଥରେ ଭାବିବାକୁ ବାଧ୍ୟ ହେବେ ଯେ ଆମେ ଆତଙ୍କୀ ହାମଲା କରିବା ହେଲେ ଆମ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ସମସ୍ତଙ୍କର ଅପେକ୍ଷା ରହିବ, ଯୋଉ ଦୀର୍ଘଦିନର ଅପେକ୍ଷା ରହିଥିଲା ଯେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ସମୟ ଆଜି ଆସି ପହଞ୍ଚିଛି ଏବଂ ସମସ୍ତଙ୍କ ମନକୁ କୋଉଠି ନା କୋଉଠି ସାମାନ୍ୟ ଆଶ୍ୱସ୍ତି ଆଣି ଦେଉଛି। ଇଶାନୀରୁ କ୍ୟାମେରା ପର୍ସନ ଚିତ୍ତରଞ୍ଜନଙ୍କ ସହିତ ସୋମନା ପରିଡ଼ା, କନକ ନ୍ୟୁଜ।